ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆମ ପଞ୍ଚମ ଶ୍ରେଣୀ ପରିବେଶ ବହି ଆମ ବିଚିତ୍ର ବିଶ୍ୱର ଜଳ ହିଁ ଜୀବନର ଭାଗ 2 ଦେଖିବା। ସେଠି ଆମେ କଣ କଣ ଆଲୋଚନା କରିବା ଦେଖିବା। ଭାଗ 1ରେ ଯାହା ଯାହା ଆଲୋଚନା କରିଥିଲେ ତମ ଆଶା କରୁ ସମସ୍ତ ମନ ଥିବ। ତେବେ ଆସ ଆମେ ଦେଖିବା ଭାଗ 2ରେ ଆମ ପାଇଁ କଣ ଅଛି। ତ ଏଥିରେ ତୁମେ ମାନେ ପ୍ରଥମେ ନଦୀର ଗତିପଥ ବୁଝାଇ କହିବ। ନଦୀ କେଉଁ କେଉଁ ବାଟ ଦେଇ ଯାଉଛି, କେମିତି ଯାଉଛି ତାକୁ ତମେ ବୁଝାଇ କହିପାରିବ। ବିଭିନ୍ନ ଜଳଜ ଉଦ୍ଭିଦର ନାମ କହିବ। ଜଳରେ କିଏ କିଏ ବାସ କରୁଛନ୍ତି ତାଙ୍କ ନାମ କହିବ। ଜଳରେ ରହୁଥିବା ଜୀବ ମାନେ ଜଳଜ ଯୋଉମାନେ ପ୍ରାଣୀ ରହିଲେ ତାଙ୍କର ମଧ୍ୟ ତୁମେ ମାନେ ନାମ କହିପାରିବ। ଠିକ ଅଛି। ତ ଏବେ ଆସ ଦେଖିବା ଆଜିର ଆମର ଆଲୋଚନା ମଧୁର ଜଳ ପରିସଂସ୍ଥା, ଅର୍ଥାତ୍ ମଧୁର ଜଳରେ କିଏ କିଏ ରହୁଛନ୍ତି ଏବେ ଆମେ ଦେଖିବା। ଠିକ ଅଛି। ତ ଦେଖ ପ୍ରଥମେ ଆମେ ଗୋଟେ ଖେଳ ଖେଳିବା। ଚିତ୍ରରେ ଦେଖିପାରୁଛ କେମିତି ଖବର କାଗଜ ଗୋଟେକୁ ଆମେ ମୋଡି ଗଡାଣିଆ କରି ପାହାଡ ଭଳିଆ ରଖିଛେ ନା ନାଇଁ। ତ ସେଥିରେ ଆମେ କଣ କରିବା, କିଛି ସୋରିଷ ମଞ୍ଜି ହଉ କିମ୍ବା ଛୋଟ ଛୋଟ ମଞ୍ଜି ଯଦି କିଛି ଅଛି ତାକୁ ଆମେ ଉପର ମୁଣ୍ଡରୁ ଗଡାଇବା। ତାହେଲେ ତମେ କଣ ଦେଖିବ, ଧୀରେ 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 କଣ ହବ ନା ମଞ୍ଜି ଗୁଡିକ ଏକ ନିର୍ଦ୍ଦିଷ୍ଟ ପଥରେ ଗଡିବେ। ଯୋଉ ଟିକେ ଫାଙ୍କ ଥିବ, ଗଡାଣିଆ ହେଇକି ଥିବ, ସେଇ ରାସ୍ତା ଦେଇକି ମଞ୍ଜି ଗୁଡିକ କଣ ହବ ଗଡିବାକୁ ଲାଗିବ। କିନ୍ତୁ କିଛି ସ୍ଥାନରେ ଯୋଉଠି ଆଉ ଟିକେ ଗଡାଣିଆ କୋଉଠି ଟିକେ ଅଧିକା ଥିବ, ମଞ୍ଜି ଗୁଡିକ କଣ ହବ ନା ସିଆଡକୁ ଧୀରେ 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 ଅଲଗା ହେଇ ଗଡି ଗଡି ଚାଲିବ। ଆଉ କିଛି ସ୍ଥାନରେ କଣ ହବ ନା ଶେଷରେ ଯାଇକି ଯେତେବେଳେ ତଳେ ପହଞ୍ଚିଯିବ, ଗୋଟେ ଖାଲୁଆ ସ୍ଥାନରେ ସବୁ ଯାକ ମଞ୍ଜି ଯାଇ କଣ ହେଇଯିବେ, ସେଠି ଏକାଠି ହୋଇଯିବେ। ବୁଝିଗଲା। ସେମାନେ ଶେଷରେ ସେଠି ଏକାଠି ହୋଇଯିବେ। ତେବେ ନଦୀ ଜଳ ମଧ୍ୟ ଏହିପରି ଭାବେ ପ୍ରବାହିତ ହୋଇଥାଏ। ଯେମିତି ଆମର ସୋରିଷ ମଞ୍ଜିଟି ପେପର ଉପରେ ଗଡି 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 ଗଲା, ଠିକ ସେମିତି ନଦୀ ଜଳଟି ମଧ୍ୟ ଆମର କଣ ହେଇଥାଏ ନା ପ୍ରବାହିତ ହୋଇଥାଏ। ତେଣୁ ତମେ ଦେଖିପାରୁଥିବ ଭାରତରେ ଯୋଉ ନଦୀ ଆମର ପ୍ରବାହିତ ହଉଛନ୍ତି, କେମିତି ପ୍ରବାହିତ ହଉଛନ୍ତି। ପ୍ରଥମେ ଦେଖ ବରଫାବୃତ ଅଞ୍ଚଳରୁ ତାହା କଣ ହୁଏ, ଯୋଉ ହିମବାହ ଥାଏ ସେଠୁ ପ୍ରଥମେ ହିମବାହ ତରଳିଲେ ସେଠୁ ନଦୀର ଆରମ୍ଭ ହୋଇଥାଏ। ଶେଷରେ ଗୋଟେ ପାହାଡରେ ଯୋଉ ଆମର ଜଳପ୍ରପାତ ସୃଷ୍ଟି ହେଇ ତଳକୁ ଖସିଥାଏ। ତାପରେ ଯେତେବେଳେ ସମତଳ ଅଞ୍ଚଳ ସେ ପ୍ରବେଶ କରେ, ତାହା ନଦୀ ରୂପରେ କଣ ହୁଏ ନା ଅଙ୍କା ବଙ୍କା ପଥ ଦେଇ ଯାଇ ଉପତ୍ୟକା ମାନ ସୃଷ୍ଟି କରିଥାଏ। ତା ସହିତ ହ୍ରଦ ମଧ୍ୟ ସୃଷ୍ଟି କରେ। ଯୋଉଠି ବଙ୍କେଇ ହେଇକି ଯାଇଥାଏ ସେଠି ଅଶ୍ୱକ୍ଷୁରାକୃତି ହ୍ରଦ ସୃଷ୍ଟି କରିଥାଏ। ଆଉ ତାର ବିପରୀତ ପାର୍ଶ୍ଵରେ ମଧ୍ୟ ବାଲୁକା ସ୍ତୂପ ଅଛି, ମରୁଭୂମି ଅଛି। ବିଭିନ୍ନ ଅଞ୍ଚଳ ଦେଇ ସେ ଅଙ୍କା ବଙ୍କା ପଥ ଦେଇ ପ୍ରବାହିତ ହୋଇ ଶେଷରେ ଯାଇ ସେ କଣ ହୁଏ ନା ସମୁଦ୍ରରେ ମିଶି ଥାଏ। ତ ନଦୀ ଗୁଡିକ ଆମର ଏହିପରି ଭାବରେ ପ୍ରବାହିତ ହୋଇଥାନ୍ତି। ବୁଝିପାରିଲେ ସମସ୍ତେ। ଏବେ ଆସ ଦେଖିବା ଗୋଟେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଖିବା। କଣ ନା ମରୁଭୂମିର ନଦୀ ଲୁଣି, ଯୋଉଟା ରାଜସ୍ଥାନରେ ଅଛି ଲୁଣି ନଦୀ। କଣ ଅଛି ଦେଖ ନା ରାଜସ୍ଥାନର ଆରାବଳୀ ପର୍ବତମାଳାରୁ ଉତ୍ପନ୍ନ ଲୁଣି ନଦୀ ଏକମାତ୍ର ପ୍ରମୁଖ ନଦୀ ଯାହା ସମୁଦ୍ରରେ ମିଶେ ନାହିଁ। ବୁଝିହେଲା। ଏହା ସମୁଦ୍ରରେ ମିଶି ନାହିଁ। ତାହେଲେ ଏଟା କୋଉଠି ଅଛି ନା ଗୁଜୁରାଟର କଚ୍ଛ ରଣରେ ଥିବା ଅସମତଳ ଭୂମିରେ ଯାଇ ଏହା ମୁଶି ଯାଇଛି। ଏଇଟା ଗୋଟେ ଆଶ୍ଚର୍ଯ୍ୟ, ଏଟା ସମୁଦ୍ରରେ ମିଶି ନାହିଁ। ବୁଝିପାରିଲ ସମସ୍ତେ। ତେବେ ଆସ ଆଗକୁ ଦେଖିବା ନଦୀ ପ୍ରବାହର ଦିଗ। କିଏ କେଉଁ ଆଡକୁ ପ୍ରବାହିତ ହେଉଛନ୍ତି। ପ୍ରଥମେ ଦେଖ ଗୋଦାବରୀ ନଦୀ। ଗୋଦାବରୀ ନଦୀ କୋଉଠି ଯାଇଛି ନା ପୂର୍ବ ଦିଗକୁ ଯାଇ ବଙ୍ଗୋପସାଗରରେ ପଡିଛି। ବୁଝିଗଲା। ସେହିପରି ନର୍ମଦା ଆମର ପଶ୍ଚିମ ଦିଗକୁ ଯାଇ ଆରବ ସାଗରରେ ପଡିଛି। ସେହିପରି ଗଙ୍ଗା ଆମର କଣ ହେଇଛି ନା ବଙ୍ଗୋପସାଗର ଆଡେ ଯାଇ ପଡିଛି ପୂର୍ବ ଦିଗରେ, ଭାରତ ମଧ୍ୟ ଦେଇ ଯାଇ ବଙ୍ଗୋପସାଗରରେ ପଡିଛି। ସେହିପରି ଆମର ଓଡିଶାର ମହାନଦୀ ମଧ୍ୟ କଣ ହେଇଛି ନା ବଙ୍ଗୋପସାଗରରେ ପୂର୍ବ ଆଡକୁ ଗତି କରି ବଙ୍ଗୋପସାଗରରେ ତାହା ପଡିଛି। ବୁଝିପାରିଲ ସମସ୍ତେ। ଏବେ ଦେଖ ଜଳ ମଧ୍ୟରେ ଜୀବନ।
ଜଳରେ କେମିତି ଜୀବନ ଅଛି, ଯେମିତି ଆମର ପୃଥିବୀର ଭୂପୃଷ୍ଠରେ ଆମେ ସବୁ ରହୁଛେ, ସେମିତି ଜଳରେ କିଏ କିଏ ରହୁଛନ୍ତି ଦେଖିବା। ଯଦି ପୋଖରୀକୁ ଆମେ ଏକ ଛୋଟ ଦୁନିଆ ବୋଲି କହିବା, କାରଣ ପୋଖରୀରେ ଆମର ବିଭିନ୍ନ ଜୀବ ବାସ କରନ୍ତି, ତାହେଲେ ବର୍ଷା ଦିନେ କଣ ହୁଏ ନା ପୋଖରୀ ଓ ନାଳରେ ଅନେକ ଜୀବ ଦେଖାଯାଆନ୍ତି। ଦେଖିଛି ସମସ୍ତେ? କଣ କିଏ ଦେଖାଯାନ୍ତି କହିଲ? ମାଛ, ବେଙ୍ଗ, ଆଉ କଣ ପାଣି ସାପ, ଶାମୁକା, ବଗ, ମାଛରଙ୍କା ଆଦି ବିଭିନ୍ନ ଜୀବ ମାନେ କଣ କରନ୍ତି ନା ପାଣିରେ ବା ପୋଖରୀରେ ଆମର ଦେଖା ଯାଇଥାନ୍ତି। ତାହେଲେ ଯୋଉ ପ୍ରାଣୀ ଥାଆନ୍ତି ସେମାନେ ଦୁଇ ପ୍ରକାର, ଗୋଟେ ହେଲେ ସ୍ଥଳଚର ଆଉ ଗୋଟେ ହଉଛନ୍ତି ଜଳଚର। ତାହେଲେ ସ୍ଥଳଚର ଆମେ କାହାକୁ କହିବା? ଏମାନେ ଜଳରେ ରହିପାରିବେନି, ସେମାନେ ସ୍ଥଳ ଭାଗରେ ହିଁ ରହିବେ, ଜଳରେ ରହିବେନି। ତାଙ୍କର ଚାଲିବା ପାଇଁ ସବୁ ଗୋଡ ଅଛି। କିନ୍ତୁ ଜଳଚର ପ୍ରାଣୀ ମାନେ କଣ କରନ୍ତି ନା ଜଳ ମଧ୍ୟରେ ରୁହନ୍ତି, ଜଳ ଭିତରେ ସେମାନେ ବୁଡିକି ରହିବେ। ତାଙ୍କର ପହଁରିବା ପାଇଁ ପକ୍ଷ ଥାଏ, ଡେଣା ସବୁ ଥାଏ ତାଙ୍କର। ଦେଖିଛ ମାଛର ଡେଣା ଦେଖିନ ସବୁ? ହଁ, ତ ସେ ମାଛର ଯେନ୍ ଡେଣା ଥାଏ ତାଙ୍କର ସବୁ ଯେନ୍ ଡେଣା ଥାଏ, ତା ସାହାଯ୍ୟରେ ସେମାନେ କଣ କରନ୍ତି ପାଣିରେ ପହଁରି ଥାଆନ୍ତି। ତ ଏବେ ଦେଖିବା ଆଉ କେତୋଟି ଆମର ଜଳାଶୟ ନିକଟରେ ଥିବା ଜୀବ, ଯେମିତି କଙ୍କି। କଙ୍କି ସବୁ ଦେଖିଛ? ଦେଖିନ କେହି? ହେଇ ଦେଖ କଙ୍କି। ତ କଙ୍କି କଣ କରେ ନା କ୍ଷିପ୍ର ବେଗରେ ଉଡେ, ଜଳାଶୟ ନିକଟରେ ଅଣ୍ଡା ଦିଅନ୍ତି, ଆଉ ମଶା ମାନଙ୍କୁ ମାରିକି ସେମାନେ ଖାଇ ଦିଅନ୍ତି। ବୁଝିପାରିଲ? ତାପରେ ହେଇ ଦେଖ ଜଳ ବିଛା ସବୁ ପାଣି ଉପରେ ଥାଆନ୍ତି, ଏମାନେ ବୁଲୁଥାନ୍ତି। କଙ୍କଡା ଭଳି ଚିମୁଟା ସଦୃଶ ଗୋଡ ଥିବା କୀଟ, ଯେ କି ଜଳ ଭିତରେ ରହେ ଏବଂ ଲାଞ୍ଜ ଓ ନଳୀ ଦ୍ଵାରା ଶ୍ୱାସକ୍ରିୟା କରିଥାଏ। ଠିକ ଅଛି। ତାପରେ ହେଲା ଦେଖ ବଗ, ଯାହାର ଲମ୍ବା ଗୋଡ ଥାଏ। ବଗ ସବୁ ଦେଖିଥିବ, ପାଣି ଉପରେ ଠିଆ ହେଇଥାଏ। ମାଛ ଧରିବା ପାଇଁ କଣ କରେ ନା ପାଣି ଉପରେ ସ୍ଥିର ହେଇକି ସେ ଠିଆ ହେଇଥିବ, ଧ୍ୟାନ ଦେଇକି ପୁରା। ଯେମିତି ମାଛ ତା ପାଖକୁ ଆସିବ ସେମିତି ଖାପ ହେଇକି ମାଡି ଆସିବ। ମଧୁର ଜଳ କଇଁଛ, ତ ଯୋଉ କଇଁଛ ଆମର ମିଠା ପାଣିରେ ମଧୁର ଜଳରେ ରୁହନ୍ତି, ତାଙ୍କର ଖୋଳ କଣ ହେଇଥାଏ ନା ନରମ ଖୋଳ ଥାଏ, ଯାହା ପୋଖରୀ ଆଉ ନଦୀରେ ସେମାନେ ରହିଥାନ୍ତି। ଆଉ କିଏ ଦେଖିବାକୁ ଥାନ୍ତି? ଜଳ ସାପ। ଏମାନେ ବିଷହୀନ, ତାଙ୍କର ବିଷ ନାହିଁ। ଏମାନେ ଜଳରେ ରୁହନ୍ତି, ଆଉ ମାଛ ଆଉ ବେଙ୍ଗକୁ ଏମାନେ ଖାଇଥାନ୍ତି। ଆଉ କିଏ ଦେଖିବା? ଗଛ ଥାଏ, ବେଣା ଗଛ ପୋଖରୀ ଗୁଡାରେ ସବୁ ଲମ୍ବା ଲମ୍ବା ଗଛ ଦେଖିଛ? ଏହା ଲମ୍ବା ଘାସ ପରି ସବୁ ବଢିଥାଏ। ବୁଝିହେଲା? ତାପରେ ପଦ୍ମ ଆଉ କଇଁ ଫୁଲ ମଧ୍ୟ ଥାଏ, ଯାହାର ଫୁଲ ଗୁଡିକ ପାଣି ଉପରେ ଭାସେ, ଆଉ ମୂଳ ଗୁଡିକ ପୋଖରୀ ଶଯ୍ୟାରେ ରହିଥାଏ। ବୁଝିହେଲା? ତା ସହିତ ବିଲାତି ଦଳ, ଯାହାକି ଦ୍ରୁତ ବୃଦ୍ଧି ପାଉଥିବା ଉଦ୍ଭିଦ, ଯାହା ଜଳରେ ଭାସେ ଏବଂ ବୃଦ୍ଧି ପାଇଥାଏ। ବୁଝିହେଲା? ତ ପଦ୍ମ ପତ୍ରର ରହସ୍ୟ ଯଦି ଆମେ ଦେଖିବା, ପଦ୍ମ ପତ୍ରରେ କଣ ଥାଏ ନା ଜଳ ଲାଗି ନଥାଏ। କାହିଁକି ଲାଗେନି ନା ଯଦି ତମେ ଗୋଟେ କାଚ ପେପର ଉପରେ ଆମର ଯୋଉ ମହମ ରଙ୍ଗ ରହିଛି କ୍ରେୟନ ରଙ୍ଗ ଯଦି ଘଷି ଦବ, ତା ଉପରେ ଜଳ ବୁନ୍ଦା ପକାଇଲେ କଣ ହବ ନା ସେଥିରେ ଆଉ ସେ ଲାଗିବ ନାହିଁ। ତ ଠିକ ସେମିତି ଆମର କଣ ହୁଏ ନା ପଦ୍ମ ପତ୍ର ଉପରେ ବି ଆମର ଜଳ ଲାଗି ନଥାଏ, କାରଣ ତା ଉପରେ ଯୋଉ ମହମ ପରି ଆସ୍ତରଣ ଥାଏ, ତାହା ଜଳ ଲାଗିବାକୁ ଦିଏ ନାହିଁ। ତାହେଲେ ଜଳରେ ବି ଆମର ଖାଦ୍ୟ ଶୃଙ୍ଖଳ କାର୍ଯ୍ୟ କରୁଛି। ତ ଜଳରେ ଯୋଉ ଖାଦ୍ୟ ଶୃଙ୍ଖଳ କାର୍ଯ୍ୟ କରେ, ସେଥିରେ କିଏ କାହାକୁ ଖାଏ ଦେଖ। ପ୍ରଥମେ ହେଲା ଛୋଟ ମାଛ, ଯୋଉମାନେ କି ଶୈବାଳକୁ ଖାଇଥାନ୍ତି। ତାପରେ ହଉଛି ବଡ ମାଛ, ବଡ ମାଛ ମାନେ ଛୋଟ ମାଛକୁ ଖାଇଥାନ୍ତି। ଆଉ ବଗ ଆଉ କୁମ୍ଭୀର ବଡ ବଡ ମାଛକୁ ସେମାନେ ଖାଇଥାନ୍ତି। ବୁଝିହେଲା? ତ ଏବେ ଆସ ଆମେ କେତୋଟି ପ୍ରଶ୍ନର ଉତ୍ତର କରିବା। ରାଜସ୍ଥାନର ଆରାବଳୀ ପର୍ବତମାଳରୁ କେଉଁ ନଦୀ ଉତ୍ପନ୍ନ ହୋଇଛି? ହଁ ଏବେ କହିଥିଲି ଦେଖ, ମନେ ପକେଇ କାହା ଦେହ ମନେ ଅଛି? ଲୁଣି ନଦୀ। ଭେରି ଗୁଡ। ପଦ୍ମପତ୍ରରେ ଥିବା କେଉଁ ଆସ୍ତରଣ ତାକୁ ପାଣିରେ ପଚି ଯିବାରୁ ରକ୍ଷା କରେ? ମହମ ଆବରଣ, ନାଇଁ? ହଁ। ତାପରେ ଦେଖ, ତମ ପାଇଁ ଗୋଟେ ସ୍ତମ୍ଭ ମିଳନ ନେଇ ଆସିଛି। ପ୍ରଥମେ କହିଲ ଜଳଚର ପ୍ରାଣୀର କଣ ହବ? କୁହ 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 ଦେଖିବା କାହାର ମନେ ଅଛି?
ପହଁରିବା ପାଇଁ ପକ୍ଷ ବା ପାଦ ଥାଏ ନାଇଁ, ଯାହା ସାହାଯ୍ୟରେ ସେମାନେ ପହଁରିଥାନ୍ତି। ସେମିତି ସ୍ଥଳଚର ପ୍ରାଣୀ କଣ ହବ? ଜଳରେ ଶ୍ୱାସକ୍ରିୟା କରିପାରନ୍ତି ନାହିଁ। ସେମାନେ ସ୍ଥଳ ଭାଗରେ ହିଁ ଶ୍ୱାସକ୍ରିୟା କରିପାରିବେ, ଜଳରେ ସେମାନେ ଶ୍ୱାସକ୍ରିୟା କରିପାରିବେ ନାହିଁ। ପୋଖରୀର ଜୀବ ମାନେ କଣ ହବ? ସେମାନେ ପାଣି ସାପ ଆଉ ଶାମୁକା, ଏମାନେ ପୋଖରୀରେ ରହିଥାନ୍ତି। ତାପରେ ଦେଖ କେତେବେଳେ ଶୂନ୍ୟ ସ୍ଥାନ ପୂରଣ କରିବା। ଲୁଣି ନଦୀ ହେଉଛି ଏକମାତ୍ର ପ୍ରମୁଖ ନଦୀ ଯାହା ଡ୍ୟାସରେ ମିଶେ ନାହିଁ। କଣ ହବ? ସମୁଦ୍ରରେ ମିଶେ ନାହିଁ। ଭେରି ଗୁଡ। ଲୁଣି ନଦୀ ଗୁଜରାଟର କଚ୍ଛ ରଣରେ ଥିବା ଡ୍ୟାସ ଭୂମିରେ ମିଶି ଯାଇଛି। ଦେଖିବା କାହାର ମନ ଅଛି? ଅସମତଳ ଭୂମିରେ ନାଇଁ। ହଁ। ତାପରେ ଦେଖିବା ଆମେ କେତୋଟି ପ୍ରଶ୍ନର ଉତ୍ତର ଗୋଟିଏ ଧାଡିରେ ଦେବା। କଣ କଣ ଦେଖିବା? ପୋଖରୀ ଓ ନାଳରେ କେଉଁ କେଉଁ ଜୀବ ଓ ପକ୍ଷୀ ଦେଖାଯାଆନ୍ତି? ପୋଖରୀ ଓ ନାଳରେ ମାଛ, ବେଙ୍ଗ, ପାଣିସାପ, ଶାମୁକା, ବଗ, ମାଛରଙ୍କା, ପକ୍ଷୀ ଆଦି ଦେଖାଯାଆନ୍ତି। ଏମାନେ ସବୁ ପୋଖରୀ କୂଳରେ ରହିଥାନ୍ତି ନାଇଁ। କେତେକ ପୋଖରୀ ପାଣିରେ ରୁହନ୍ତି, କେତେକ ପୋଖରୀ କୂଳରେ ରହିଥାନ୍ତି, ଆଉ ସେଠାରେ ହିଁ ସେମାନେ ଖାଦ୍ୟ ଖାଇ ରହିଥାନ୍ତି। ସ୍ଥଳଚର ପ୍ରାଣୀ ମାନେ ଜଳରେ କାହିଁକି ରହିପାରିବେ ନାହିଁ? କହିଲେ ଦେଖି, କାହାର ମନ ଅଛି? ହଁ, କାରଣ ସ୍ଥଳଚର ପ୍ରାଣୀ ମାନେ ଜଳରେ ଶ୍ୱାସକ୍ରିୟା କରିପାରନ୍ତି ନାହିଁ। ସେମାନେ କେବଳ ସ୍ଥଳ ଭାଗରେ ଶ୍ୱାସକ୍ରିୟା କରିପାରିବେ। ତ ଏହା ହିଁ ଥିଲା ଆଜିର ଆମର ଆଲୋଚନାର ବିଷୟବସ୍ତୁ। ତ ଆଶା କରୁଛି ତୁମେମାନେ କିଛି ନୂଆ ଶିଖିଥିବ। ତ ଆମେ ପୁଣି ଆଗାମୀ ଅଧ୍ୟାୟରେ ଦେଖାହବ। ସମସ୍ତଙ୍କୁ ଧନ୍ୟବାଦ। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।